ମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତୁମ ସମସ୍ତ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ହେଲେ ଗୋଟେ ଆମେ ଜାଣିଲେ ଯେ ବିହି ପାରିବି କେଉଁ ଉପକାର ବୋଲେ ମିତ୍ର ହେବା ତୁମ ଆମ୍ଭର। ତାମାନେ ବିହି ପାରିବି କେଉଁ ଉପକାର ମୁଁ ଆପଣଙ୍କ ପାଇଁ କେଉଁ ଉପକାର କରିପାରିବି ଆଜ୍ଞା? ହାଁ? ବୋଲେ ମିତ୍ର ହେବା ତୁମେ ଆମ୍ଭର। ତୁମ୍ଭେ ଆଉ ଆମ୍ଭେ ମିତ୍ର ହେବା, ଏଇ ଯେଉଁ କଥା କହୁଛନ୍ତି, ବିହି ପାରିବି କେଉଁ ଉପକାର। କାହିଁକି ନା ମୋଠୁ ଅଧିକ ଶକ୍ତିଶାଳୀ, ମୋଠୁ ଶତ୍ରୁ ଯିଏ ମୋର ଭାଇ, ବୁଝିପାରିଲା, ସିଏ ଅଛନ୍ତି ଏବଂ ମୁଁ ବଳିୟାନ। ହେଲେ ମତେ କଣ ହେଲା? ଯେଭଳି ବଳିୟାନ ବା ଶକ୍ତିଶାଳୀ ବଳଶାଳୀ ସିଂହଟିଏ ଯିଏକି ହାତୀ ମାନଙ୍କୁ ବଧ କରିପାରିଥାଏ, କିନ୍ତୁ ସରଗକୁ ଡରିଯାଏ, ବୁଝିପାରିଲା ନା? ସେଇଭଳି ମୁଁ ଆଜି କଣ ହେଉଛି? ଡରୁଛି। ସେଇଭଳି ଆଜି ଗିରିରେ ଲୁଚୁଛି। ଏବଂ ଆପଣ କଣ କରନ୍ତି? ଆପଣ ପୃଥିବୀରେ ବିନା ଭୟରେ ବିଚରଣ କରୁଛନ୍ତି। ଦେନ୍ ତାପରେ କଣ? ରାମ ଏଠି ମିତ୍ର କଥା ଶୁଣିଛନ୍ତି ଏବଂ ହସିକି କଣ କହୁଛନ୍ତି? ବୋଲେ ରଘୁବୀର ଶୁଣି ଉତ୍ସୁକେ ବିନ୍ଧି ପକାଇ ବିବାଳି ବାଣକେ। ହେ ମିତ୍ର, ଆପଣ ଭୟ କରନ୍ତୁନି। ହେ ମିତ୍ର, ଆପଣ ଭୟ କରନ୍ତୁନି। ହେ ସୁଗ୍ରୀବ, କିସ୍କିନ୍ଧା ରାଜ ସୁଗ୍ରୀବ, କଣ କହୁଛନ୍ତି? ରଘୁବୀର ରଣଧୀର, ରାମଚନ୍ଦ୍ର କହୁଛନ୍ତି, ବୋଲୁଛନ୍ତି, କହୁଛନ୍ତି, ଉତ୍ସୁକତାର ସହିତ ଶୁଣିକି ଏକ ସୁଗ୍ରୀବଙ୍କ କଥାକୁ ଉତ୍ସୁକତାର ଶୁଣିକି କହୁଛନ୍ତି, କଣ କହୁଛନ୍ତି ନା ବିନ୍ଧି ପକାଇବି। ବିନ୍ଧି କହିଲେ କଣ? ଦେଖ କହିଲେ ବିନ୍ଧି କହିଲେ କଣ ନା ବିନାଶ କରିବି। ବାଳି ମାନେ ଯୋଉ ତୀରରେ ବିନ୍ଧି ପକାଇବି। ବାଳି ବାଣକେ, ବାଳି ବାଣକେ, ବୁଝିପାରିଲା? ଗୋଟିଏ ବାଣ, ଏଇ ଚକଚକିଆ ତୀରକୁ ଦେଖୁଛନ୍ତି ନା, ଏଇ ଗୋଟିଏ ବାଣ ହିଁ ଯଥେଷ୍ଟ। ଏଇ ଗୋଟିଏ ବାଣ, ବାଣକେ କହିଲେ ଏକ ବାଣରେ, ଗୋଟିଏ ବାଣରେ ମୁଁ ବାଳିକୁ ବିନ୍ଧି ପକାଇବି, ବାଳିକୁ ବଧ କରିବି ଏଇ ବାଣରେ, ବୁଝିପାରିଲା? ଯେତେବେଳେ ଏଇ କଥା ଶୁଣିଛନ୍ତି ସୁଗ୍ରୀବ, ସିଏ ଆଉ ଟିକେ ସାହସ କରିକି ପାଇଯାଇଛନ୍ତି। ତାଙ୍କ ମନରେ ଟିକେ ଚିନ୍ତାଧାରା ଆସିଲା, ସେ ଟିକେ ଭାବିନେଲେ, ଆରେ 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 ମତେ ଜଣେ କାଲି ପର୍ଯ୍ୟନ୍ତ ଗୋଡେଇ ଗୋଡେଇ ପିଟୁଥିଲା ସେ ମୋ ଭାଇ, ପରନ୍ତୁ ଆଜି ଜଣେ ଆସି କହୁଛି ଗୋଟେ ବାଣରେ ତାକୁ ବଧ କରିଦବ। ମୋ ସାହସ ବଢିଗଲା। ସୁଗ୍ରୀବ ଭାବୁଛନ୍ତି, ସୁଗ୍ରୀବଙ୍କ ସାହସ ବଢିଗଲା। ତାପରେ କଣ କହୁଛନ୍ତି? ସୁଗ୍ରୀବ ଦେଖିକି କହୁଛନ୍ତି, ଦେଖ ବିଲେ ସ୍କ୍ରିନକୁ ଦେଖ, ବ୍ରହ୍ମ ଲୋକେ ଥିଲେ ସୀତା ଖୋଜାଇ ବାଦ ରଚନେ ଆଣିବି ସେ କହି। ଦେଖ ବିଲେ ସେ କହୁଛନ୍ତି, ସୁଗ୍ରୀବ କହୁଛନ୍ତି ବାଦ ରଚନା କରିକି ଆଣିବି। ବାଦ କଳି ଉପଜେଇ ପଛେ, ଗଣ୍ଡଗୋଳ ହେଇଯାଉ ପଛେ, ବାଦ ରଚନା କରିକି, ବାଦ ବିବାଦ ରଚନା କରିକି ବ୍ରହ୍ମ ଲୋକରେ ଯଦି ମାତା ସୀତା ଥାଆନ୍ତି ନା, ସେଇଠୁ ତାକୁ ମୁଁ ଖୋଜି ଆଣିବି। ଦେଖ ବିଲେ କେତେ ସାହସ ଦେଖାଉଛନ୍ତି କିଏ? ସୁଗ୍ରୀବ। ରାମଚନ୍ଦ୍ର ସ୍ୱୟଂ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ସାହସ ଦେଉଛନ୍ତି, ଏବଂ ସେଇ ସାହସ ପାଇ ସୁଗ୍ରୀବ କହୁଛନ୍ତି, ବ୍ରହ୍ମ ଲୋକରେ ଯଦି ମାତା ସୀତା ଥାଆନ୍ତି ନା, ସେଠୁ ମଧ୍ୟ ମୁଁ ତାଙ୍କୁ ଖୋଜି ଆଣିବି ଏବଂ ଦରକାର ପଇଲେ ସେଠି ବାଦ ବିବାଦ କରିବାକୁ ପଇଲେ ମଧ୍ୟ ତାକୁ ପଛେ ରଚନା କରିବି। ତାପରେ କଣ କହୁଛନ୍ତି? ହନୁମାନଙ୍କ କଥା କହୁଛନ୍ତି। ଆମେ ସମିତେ ଜାଣିଛେ ହନୁମାନଙ୍କ କଥା, ଜୟ ବୀର ମହାବୀର, ଯାହାକୁ ଆମେ କହୁଛେ ବଜରଙ୍ଗୀ, ନାଇଁ? ତେଣୁ ତାପରେ କଣ ଅଛି ଦେଖ ବିଲେ, ବୀର ଏ କପି ମୋର ସଙ୍ଗେ ଅଛି ବାଳ ଭାନୁ ଜନ୍ମୁଟେ ଧରିଛି। ବୀର ଏ କପି,
ଦେଖୁଛନ୍ତି ନା ଏ କପିଙ୍କୁ, ଏ କପି କହିଲେ ଆମେ ସମସ୍ତେ ସାଧାରଣତଃ ଜାଣିଛେ, ମୁଁ ମଧ୍ୟ ଏସବୁ ତମମାନଙ୍କର କମ୍ବାଇନ କ୍ଲାସରେ ଆଲୋଚନା କରାଯାଇଥିଲା। କପି କହିଲେ ପିଲେ ମର୍କଟ। ତେଣୁ ଏଇ ଯୋଉ ବୀର ହନୁମାନଙ୍କୁ ଆପଣ ଦେଖୁଛନ୍ତି ନା, ମୋର ସଙ୍ଗୀ ଯିଏ ଅଛନ୍ତି, ଏ ହନୁମାନ ମୋ ସହିତ ଅଛନ୍ତି, ମୋର ବି ଭୟ ନାହିଁ କାହାକୁ, ନା କି? ତେଣୁ ବାଳ ଭାନୁ ଜନ୍ମ ଡେଇଁ ଧରିଛି। ବାଳ ଭାନୁ, ବାଳ କହିଲେ ଆମେ ସେମିତି ଜାଣିଛେ ଉଦୟକାଳୀନ, ଯାହାକୁ ଶିଶୁ ଭାନୁ ବା ଆମେ ଯଦି କହିବା ଭାନୁ କହିଲେ ସୂର୍ଯ୍ୟ, ଉଦୟକାଳୀନ ସୂର୍ଯ୍ୟ ବାଳ ଭାନୁ। ଭାନୁ କହିଲେ ପିଲେ, ଭାନୁ କହିଲେ ସୂର୍ଯ୍ୟ, ବାଳ କହିଲେ ଆମେ ଯେମିତି ବୁଝୁ କଣ ଉଦୟକାଳୀନ। ତେଣୁ ଉଦୟକାଳୀନ ଭାନୁକୁ ଯିଏ ଜନ୍ମ ସମୟରୁ ଜନ୍ମ ଏଇ ଯେ ଧରିଛି, କାରଣ ଆମେ ସମସ୍ତେ ଜାଣିଛେ ହନୁମାନ ପିଲାଦିନେ କଣ କରିଥିଲେ? ଲାଲ ଫଳ ଭାବି ସୂର୍ଯ୍ୟଙ୍କୁ ଗିଳି ଯାଇଥିଲେ, ସୂର୍ଯ୍ୟଙ୍କୁ ଗିଳି ଦେଇଥିଲେ ନା ନାଇଁ? ତେଣୁ ଏ ବୀର କପି, ଏ ବୀର ମଧ୍ୟ କେଉଁ ବୀର ଆମେ ସେମିତି ଜାଣିଛେ कौन भूत पिशाच निकट नहीं आवे, महावीर जब नाम सुनावे, राम दूत अतिलित बलधामा, अंजनी पुत्र पवन सुत नामा, कंजनी बरमति बेसा, कानन कुंडन कुंजित केसा। सेई हनुमान अछंती, तेणु वीर ए कपि, ए वीर मो सहित अछि, मो सांगे अछि, जे कि बाळ भानुको जन्म देई बा छोट पिला दिने ଦେଇକି ଧରିଥିଲେ। ତେଣୁ ଭୟ ନାହିଁ, ଚାରିଆଡକୁ ଦୂତ ପଠେଇଦେବି, ସେପଟକୁ ଏପଟକୁ କହୁଛନ୍ତି। ଦେଖ ଦକ୍ଷିଣ ଦିଗରେ ସେ ଭାବୁଥିଲେ, ଏଠି ଶୁଣାଣି ପଡିଛି, ତାଙ୍କୁ ଜଣା ଅଛି, ସେଥିପାଇଁ ସେ ମଧ୍ୟ କହୁଛନ୍ତି ଦକ୍ଷିଣ ଦିଗରେ ରାବଣ ନେଇଛି ମାତା ସୀତାଙ୍କୁ, ଟେନସନ ନେବାର କିଛି ଆବଶ୍ୟକ ନାହିଁ ଆଜ୍ଞା, ମୁଁ ଅଛି, ସୈନ୍ୟ ପଠେଇଦେବି। ବ୍ରହ୍ମଲୋକରେ ଯଦି ମାତା ସୀତା ଥାନ୍ତି ନା, ବାଦ ବିବାଦ କରିକି ସେଠୁ ମଧ୍ୟ ଖୋଜିକି ଆଣିବି ଦେବି। ଏଭଳି ଯେତେବେଳେ କହିଛନ୍ତି, ରାମ କହିଛନ୍ତି ଗୋଟିଏ ମାଣକେ ବାଳିକି ମାରିଦେବି, ଏପଟେ ଇଏ କହିଲେଣି ବ୍ରହ୍ମଲୋକରେ ଥିଲେ ମାତା ସୀତାଙ୍କୁ ଖୋଜି ଆଣିବି। ତେଣୁ ଯେତେବେଳେ ଏଇଭଳି ବୋଲାବୁଲି କହିଲେ, ଏଇଭଳି ଯେତେବେଳେ ବୋଲାବୁଲି ହେଲେ ବା ଏଇଭଳି କଣ ହେଇଛି, ବୋଲାବୁଲି ସେ ହେଲେ ଏକମାତ୍ର। ଦେଖ ତାପରେ କଣ ହେଇଛି ବିଲେ, बोला बोली से हुई एकमात्र, বলি সাক্ষী করাই হেলে মিত্র। ତାହେଲେ ବୋଲା ବୋଲି ଯେତେବେଳେ ଏଇଭଳି କହିଛନ୍ତି, ରାମ ଏଇଆ କହୁଛନ୍ତି, ସୀତା ଏଇଆ କହୁଛନ୍ତି, ଯେତେବେଳେ ପରସ୍ପର ଏଇଆ ବୋଲାବୋଲି ହେଉଛନ୍ତି, ମାନେ କୁହାକୁହି ହେଇଛନ୍ତି, କଣ ହେଇଛି, ସେ ହୋଇ ମାତ୍ର, ସେ ହୋଇ ଏତେ ମାତ୍ର, ଏତିକି କଥା ହେଇଛନ୍ତି, କଥା କୁହାକୁହି ହଉଛନ୍ତି, ବନି ସାକ୍ଷୀ। ବୋଲେ ବନି କହିଲେ କଣ, ଅଗ୍ନି, ଅଗ୍ନିକୁ ସାକ୍ଷୀ କରାଇ, ହେଲେ ମିତ୍ର, ଅଗ୍ନିକୁ ସାକ୍ଷୀ କରାଇ ଆଣିଲେ ହନୁମାନ ଅଗ୍ନି। ହନୁମାନ ଅଗ୍ନିକୁ ଧରିକି ଆଇଲେ ଏବଂ ସେ ଅଗ୍ନିକୁ ଶପଥ କରି ଦୁହେଁ ପରମ ମିତ୍ରତାରେ ବାନ୍ଧି ହୋଇଗଲେ। ତେଣୁ ରାମଙ୍କ ସହିତ ସୁଗ୍ରୀବଙ୍କର ଏଇଠୁ ମିତ୍ରତା ହେଲା। परंतु ଦେଖ ପିଲାମାନେ, ଅଗ୍ନିକୁ ସାକ୍ଷୀ ରଖି ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଯେ ଦିନେ ସୀତାଙ୍କ ଆଗରେ ପ୍ରକାଶ କରିଥିଲେ, ମୁଁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବି ନାହିଁ, ସେଇ ରାମଚନ୍ଦ୍ର ଆଜି ଅଗ୍ନିକୁ ସାକ୍ଷୀ ରଖି ପୁଣି କହୁଛନ୍ତି, ଆପଣ ମୋର ମିତ୍ର, ମିତ୍ର ଭାବେ ଦରକାର ପଡ଼ିଲେ ମୁଁ ଜୀବନ ଦେବାକୁ ପଛେଇବି ନାହିଁ, ପରନ୍ତୁ ଆପଣଙ୍କୁ ବାଳି କବଳରୁ ରକ୍ଷା କରିବି। ଇଏ କହୁଛନ୍ତି, ମୁଁ ମଧ୍ୟ ଆପଣଙ୍କୁ ଆଜି ଶପଥ କରି କହୁଛି ଯେ ବ୍ରହ୍ମଲୋକରେ ଯଦି ମାତା ସୀତା ଥାଆନ୍ତି ନା, ସେଠୁ ତାଙ୍କୁ ଉଦ୍ଧାର କରି ଆଣିବି। ତାହେଲେ ପୁଣି ତାପରେ ଏହା ପରେ କଣ କହୁଛି, ମିତ୍ର ସେନା ହୋଇଲେ ପରସ୍ପର ମିତ୍ରର ପରୀକ୍ଷା ନେବାକୁ ଯାଉଛନ୍ତି। ସୁଗ୍ରୀବ କବିତାର ରଚନା ନେବେ। ଦେଖ ବିଲେ, ସୁଗ୍ରୀବ ତାପରେ କଣ କହୁଛନ୍ତି, ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଆଜି ପାଇଁ ବସ୍ ଏତିକି।